শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত পঞ্চম স্কন্ধ দ্বাবিংশ অধ্যায়। দ্বাবিংশে অন্য গ্রহঙ্কর বর্ণন স্থিতি যে সঞ্চার। রাজা পরীক্ষিত উবাচ ভূমুনি এথির তদন্ত শুনিলে জীবই প্রতীত। আদিত্য দেব যথোচিতে মেরু প্রদক্ষিণ করন্তে। দ্বাদশ রাশিଙ୍କ সম্মুখে ভোগ ସେ କରନ୍ତି ପ୍ରତ୍ୟକ୍ଷେ। ଆଦିତ୍ୟ ଗତି ବ୍ୟଗ୍ରତର ତହିଁରେ କେମନ୍ତେ ସଞ୍ଚାର। ଏଣେ ତ ମୋହର ସନ୍ଦେହ ଭୂମୁନି ତଦନ୍ତ ତୁ କହ। ଶ୍ରୀଶୁକ ଉବାଚ କୁଲାଳ ଚକ୍ର ପ୍ରାୟ ହୋଇ ଆଦିତ୍ୟ ରଥ ଯେ ଭ୍ରମଇ। ରାଶି ନକ୍ଷତ୍ର ଆଦି ଯେତେ ତହିଁରେ ଭ୍ରମନ୍ତି ସମସ୍ତେ। କୁଲାଳ ଚକ୍ରର ସହିତେ କ୍ଷୁଦ୍ର ଜନ୍ତୁଙ୍କ ଗତି ମତେ। ସେ କାଳ ଚକ୍ର ଏକ ଦେଶେ ଭ୍ରମନ୍ତି ଯେ ଯାହା ପ୍ରକାଶେ। ଧ୍ରୁବ ସୁମେରୁ ପ୍ରଦକ୍ଷିଣ କରି ଭ୍ରମନ୍ତି ଅନୁକ୍ଷଣ। ଆଦି ପୁରୁଷ ଭଗବାନ ସାକ୍ଷାତ ପ୍ରଭୁ ନାରାୟଣ। ତ୍ରୟୀମୟ ଯେ ତାଙ୍କ ମୂର୍ତ୍ତି କର୍ମ ବିଶୁଦ୍ଧିରେ ତା ଚିନ୍ତି। ସେ ମୂର୍ତ୍ତି ଦ୍ୱାଦଶ ପ୍ରକାର କରିଣ ବ୍ରହ୍ମାଣ୍ଡ ଠାକୁର। ଷଡ଼ ଋତୁ ବସନ୍ତ ଆଦି ଏଥିରେ ଯେତେକ ପ୍ରସିଦ୍ଧି। ଯେ ଋତୁ କାଳେ ଯେ ହୁଅନ୍ତି ଆପଣେ ବିଧାନ କରନ୍ତି। ଆଶ୍ରମ ମତେ ନାନା ପଥେ ନାନା କର୍ମରେ ଯଥୋଚିତେ। ମହାପୁରୁଷ ମହାଜନେ ନାନା ଯୋଗରେ ଶ୍ରଦ୍ଧା ମନେ। ଯେ ତାଙ୍କ ଚରଣେ ସେବନ୍ତି ସକଳ ପାପୁ ସେ ତରନ୍ତି। ପରମ କଲ୍ୟାଣ ଲଭନ୍ତି ଅନ୍ତେ ପରମ ଗତି ପାଆନ୍ତି। ହେମନ୍ତେ ଶୁଣ ନୃପବର ସେ ସୂର୍ଯ୍ୟ ଆତ୍ମା ପ୍ରାଣୀଙ୍କର। ପୃଥିବୀ ଆକାଶ ମଧ୍ୟରେ କାଳ ଚକ୍ରରେ ଏ ଶୂନ୍ୟରେ। ଦ୍ୱାଦଶ ମାସକୁ ଭୁଞ୍ଜନ୍ତି ସମ୍ବତ୍ସର ନାମ ବହନ୍ତି। ମାସ କେବେ ନିପକ୍ଷ କରି ଭୁଞ୍ଜନ୍ତି ଅହୋରାତ୍ର କରି। ସେବେନି ମାସେ ଏକ ଋତୁ ସମ୍ବତ୍ସରରେ ଷଡ଼ ଋତୁ। ଯେ କାଳ ନଭ ଅର୍ଦ୍ଧ ଭାଗେ ରହନ୍ତି କାଳ ଚକ୍ର ଲାଗେ। ତାକୁ ଅୟନ ବୋଲି କହି ଶୁଣ ରାଜନ ମନ ଦେଇ। ଦ୍ୟାପା ପୃଥିବୀର ସହିତେ ନଭମଣ୍ଡଳ ପୂଜାବତେ। ରବି ଭୁଞ୍ଜନ୍ତି ଯେତେ କାଳେ ସମ୍ବତ୍ସରଟି ବୋଲି ତାରେ। ଏ ଅନନ୍ତରେ ହେ ରାଜନ ଚନ୍ଦ୍ରର ଏ ରୂପେ ଗମନ। ଲକ୍ଷ ଯୋଜନର ଅନ୍ତରେ ସୂର୍ଯ୍ୟର ଠାରୁ ସେ ବିହରେ। ପ୍ରବଳ ଗତି ତାର ଖରେ ଚନ୍ଦ୍ର ଭୁଞ୍ଜନ୍ତି ଯେବେ ଭାରେ। ସୂର୍ଯ୍ୟଙ୍କ ଭୋଗ ବେନି ପକ୍ଷୀ ବେନି ନକ୍ଷତ୍ର ପାଦ ରୁଖେ। ପକ୍ଷ ଭୋଗକୁ ଏକ ଦିନେ ଭୁଞ୍ଜନ୍ତି ଅହୋରାତ୍ର ମାନେ।
ଏ ଅନନ୍ତରେ ନୃପବର ବର୍ଦ୍ଧିତ କଳା ଶଶଧର। ଅହୋରାତ୍ର ସେ ଦେବଙ୍କର ସେ ଶୁକ୍ଳ ପକ୍ଷରେ ବିହାର କ୍ଷୀଣ କଳାରେ ପିତୃଙ୍କର। ଅହୋରାତ୍ର ହେ ନୃପବର ସେ ଯେ ସକଳ ପ୍ରାଣୀଙ୍କର ଜୀବନ ଭୂତ ଶଶଧର। ଗୁଞ୍ଜନ୍ତି ତ୍ରିଶତ ମୁହୂର୍ତ୍ତ ଏକ ନକ୍ଷତ୍ର ଯଥୋଚିତ। ଏଣୁ ସେ ଅନାଦି ପୁରୁଷ ଷୋଡ଼ଶ କଳା ସେ ବିଶେଷ। ଅମୃତ ଶରୀରକୁ ଧରି ପ୍ରାଣୀକୁ ଆପ୍ୟାୟନ କରି ମନୁଷ୍ୟ ପଶୁ ପକ୍ଷୀ ଆଦି ସରୀସୃପ ବୃକ୍ଷ ପ୍ରସିଦ୍ଧି ଏହାଙ୍କ ହୃଦୟରେ ବସନ୍ତି। ଏଣୁ ସେ ସର୍ବ ସୁଖ ଦିଅନ୍ତି। ଏହାର ଊର୍ଦ୍ଧ୍ୱେ ହେ ରାଜନ ତୃତୀୟ ଲକ୍ଷ୍ୟ ଯେ ଯୋଜନ। ଭ୍ରମନ୍ତି ନକ୍ଷତ୍ର ସକଳେ ଜଗତ ପିତାର କୌଶଳେ। ଏସବୁ ନକ୍ଷତ୍ର ବିଖ୍ୟାତ ଅଭିଜିତ ତାରା ସହିତ। ନକ୍ଷତ୍ର ଯେ ଅଷ୍ଟାବିଂଶତି ମେରୁର ଦକ୍ଷିଣେ ବସନ୍ତି। 2 ଲକ୍ଷ ତାହାର ଉପରେ ଉଷନା ବାସ ଯେଉଁଠାରେ। ଆଦିତ୍ୟ ପ୍ରାୟ ନାନା ଗତି ପାରୁ ସେ ତାଙ୍କର ବସତି। ଲୋକର ଯେ ଶୁଭ କଲ୍ୟାଣ ଏଥେ ସେ ନିତ୍ୟ ପରାୟଣ। ଏ ଗ୍ରହ ସଞ୍ଚାର ଯେ ହେଲେ ବୃଷ୍ଟି ହୁଅନ୍ତି ମହିତଳେ। ଶୁକ୍ରଙ୍କ କାର୍ଯ୍ୟର ସମାନ ବୁଧର କାର୍ଯ୍ୟର ପ୍ରମାଣ। ଶୁକ୍ରଙ୍କ ଉପର ଭାଗରେ 2 ଲକ୍ଷ ଯୋଜନ ଅନ୍ତରେ। ବୁଧ ନାମେ ସେ ଚନ୍ଦ୍ରସୂତ ତହିଁରେ ତାହାଙ୍କର ସ୍ଥିତ। ପ୍ରାଣୀଙ୍କ ସୁଖେ ସେ ହୁଥାଇ ଯେବେ ସେ ସୂର୍ଯ୍ୟ ବ୍ୟଗ୍ର ହୋଇ। ଅତି ପବନ ଖରତରେ ଅନାବୃଷ୍ଟି ଆଦି ଆଚରେ। 2 ଲକ୍ଷ ଯୋଜନ ଅନ୍ତରେ ମଙ୍ଗଳ ବୁଧଙ୍କ ଉପରେ। ଏଥି ଅନ୍ତରେ ହାରହି ପ୍ରାଣୀଙ୍କ ମନ୍ଦ ଯେ କରଇ। ଏକ ରାଶିରେ 3 ପକ୍ଷ ମଙ୍ଗଳ ଭୁଞ୍ଜଇ ପ୍ରତ୍ୟକ୍ଷ। ଚକ୍ର ଭାବରେ ଭୋଗ କରେ ଏ କ୍ରମେ 12 ରାଶିରେ। ମଙ୍ଗଳ ଉପର ଭାଗରେ 2 ଲକ୍ଷ ଯୋଜନ ଅନ୍ତରେ। ତହିଁ ଅଛନ୍ତି ବୃହସ୍ପତି ଯେ ଦେବ ପୁରୋହିତ ହୁଅନ୍ତି। ଏକ ରାଶିରେ ସେ ବରଷେ ଭୋଗ ଯେ କରନ୍ତି ସନ୍ତୋଷେ। ସେ ବୃହସ୍ପତି ଭଗବାନ ବ୍ରାହ୍ମଣ କୁଳର କଲ୍ୟାଣ। ଯେବେ ସେ ଚକ୍ର ଗତି ହୋଇ କଦର୍ଯ୍ୟ ଫଳକୁ ଦିଅଇ। ତହୁଁ 2 ଲକ୍ଷ ଯୋଜନରେ ରହିଅଛନ୍ତି ଶନିଶ୍ଚରେ। ଏକ ରାଶିରେ ଭୋଗ ତାର 30 ମାସ ନୃପବର। ଅଶାନ୍ତି ସକଳେ କରଇ ଅଧିକ କେ ଅବା ଭୁଞ୍ଜଇ। ତହିଁ ଉପରେ ହେ ରାଜନ 11 ଲକ୍ଷ ଯୋଜନ। ଋଷିଙ୍କ ବାସ ଯେ ସେଠାରେ ସେ କୃପା କରନ୍ତି ପ୍ରାଣୀରେ। ଲୋକଙ୍କ ଭାବନ୍ତି କୁଶଳ ଅଶେଷ କରୁଣାର ମୂଳ। ବିଷ୍ଣୁ ପଦକୁ ନିତ୍ୟ ଚିନ୍ତି ପ୍ରଦକ୍ଷିଣରେ ଭ୍ରମୁଛନ୍ତି। ସେ ମୁନିଗଣଙ୍କ ପୟରେ ମୋଚିତ ରହୁ ନିରନ୍ତରେ। କହଇ ଦ୍ୱିଜ ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ। इति श्रीमद्भागवती महापुराणे पारमहंस्यां संहितायां पंचम स्कन्धे
জ্যোতিশ্চক্রবর্ণনম নাম দ্বাবিংশো অধ্যায়। ওম নমো ভগবতে বাসুদেবায়।